এই ସ୍ୟାଚୁରେସନ୍ ଡ୍ରାଇଭ୍ଟି 5 ଜୁନ୍ରୁ 15 ଜୁନ୍ ପର୍ଯ୍ୟନ୍ତ ଚାଲିବ, ମାତ୍ର 10 ଦିନ ପର୍ଯ୍ୟନ୍ତ। ଏହି 10 ଦିନ ପରେ 17ତମ କିସ୍ତିଟି ଜାରି ହେବ। ଦେଖନ୍ତୁ ଏହି ସ୍ୟାଚୁରେସନ୍ ଡ୍ରାଇଭ୍ରେ ଆପଣ କ'ଣ କରିପାରିବେ ତଳେ ଦେଇଛି। ଦେଖନ୍ତୁ ଏଥିରେ କରିପାରିବେ ଆପଣ EKYC। ଦେଖନ୍ତୁ ଉପରେ ଲେଖା ହେଇଛି ସ୍ୟାଚୁରେସନ୍ ଡ୍ରାଇଭ୍ के दौरान करवाइए 4 प्रमुख कार्य। ଆପଣ ଏହି ସ୍ୟାଚୁରେସନ୍ ଡ୍ରାଇଭ୍ରେ ଏହି 4ଟି ପ୍ରମୁଖ କାର୍ଯ୍ୟ କରିବେ। କ'ଣ ଏହି ପ୍ରମୁଖ କାର୍ଯ୍ୟଗୁଡ଼ିକ ଧ୍ୟାନ ଦେଇ ଶୁଣନ୍ତୁ। ପ୍ରଥମଟି ହେଲା EKYC। ଆପଣ PM କିଷାନ ଯୋଜନାରେ ଯଦି KYC କରିନଥିବେ ତେବେ ଆପଣ KYC କରିବେ। KYC ନ କଲେ ଆପଣଙ୍କୁ PM କିଷାନ ଟଙ୍କା ମିଳିବନି। PM କିଷାନ ଯୋଜନାରେ ଯେଉଁ ଟଙ୍କା ମିଳୁଛି ସେ ଟଙ୍କାକୁ ନେବାକୁ ହେଲେ ଆପଣଙ୍କୁ KYC କରିବାକୁ ପଡ଼ିବ। ଆପଣଙ୍କର ଯେଉଁ ଭୂମି ବିବରଣୀ ଦେଇଛନ୍ତି ସେସବୁ ଯଦି ଭୁଲ ଥିବ ତେବେ ଆପଣମାନେ ଠିକ୍ଟିକୁ ଅପଲୋଡ଼ କରିବେ। ଏହା ମଧ୍ୟ ଆପଣ ଏଥିରେ କରିପାରିବେ। ଏହା ସହିତ ଆପଣ ନୂତନ ଆବେଦନ ମଧ୍ୟ କରିପାରିବେ। ଯଦି ଆପଣ ଏହି PM କିଷାନ ଯୋଜନାର ହିତାଧିକାରୀ ନାହାନ୍ତି ତେବେ ଏଥିରେ ଆପଣ ନୂତନ ଆବେଦନ କରି ଏହି PM କିଷାନ ଯୋଜନାର ଲାଭ ନେଇପାରିବେ। ଏହା ସହିତ ଆପଣଙ୍କର ଯଦି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାରଟି ଲିଙ୍କ ନଥିବ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାରଟିକୁ ଲିଙ୍କ କରିବେ, ଯାହାଦ୍ୱାରା ଆପଣ PM କିଷାନ ଯୋଜନାର ଲାଭ ନେଇପାରିବେ। ଏସବୁ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଏସବୁ ଗୁଡ଼ିକ ଏହି ସ୍ୟାଚୁରେସନ୍ ଡ୍ରାଇଭ୍ରେ କରାଯିବ। ଆପଣ ଯଦି KYC କରିନାହାନ୍ତି KYC କରିବେ। ଯଦି ନୂତନ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନୂତନ ଆବେଦନ କରିବେ। ଯଦି ଆପଣଙ୍କର ଯେଉଁ ଜମି କାଗଜପତ୍ର ଦେଇଛନ୍ତି ସେଟା ଯଦି ଭୁଲ ଦେଖାଉଛି, ଏଥିରେ କିଛି ଭୁଲ ଭାଲ ବାହାରୁଛି, ତେବେ ଆପଣ ଠିକ୍ଟିକୁ ଅପଲୋଡ଼ କରିବେ। ଏହା ସହିତ ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରିବେ। ଲିଙ୍କ କଲେ ଯାଇ ଆପଣ PM କିଷାନ ଯୋଜନାର ଟଙ୍କା ପାଇପାରିବେ। ଏସବୁ ଗୁଡ଼ିକ ଏହି ସ୍ୟାଚୁରେସନ୍ ଡ୍ରାଇଭ୍ରେ କରାଯିବ। ଏହି ସ୍ୟାଚୁରେସନ୍ ଡ୍ରାଇଭ୍ଟି 5 ଜୁନ୍ରୁ 15 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଆପଣ ଏହି କାର୍ଯ୍ୟଗୁଡ଼ିକ କରିପାରିବେ। ନୂତନ ଆବେଦନ କରିପାରିବେ, ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିପାରିବେ, ଜମି ଦସ୍ତାବିଜ ଅପଲୋଡ଼ କରିପାରିବେ, KYC କରିପାରିବେ। ଏସବୁ ଗୁଡ଼ିକ ଆପଣ ଏହି 10 ଦିନ ମଧ୍ୟରେ କରିନେବେ। ତାପରେ ଯେଉଁ 17ତମ କିସ୍ତିଟି ଆସିବ ସେ କିସ୍ତିକୁ ଆପଣ ପାଇବେ। ନହେଲେ ଆପଣଙ୍କୁ PM କିଷାନ ଯୋଜନାର 17ତମ କିସ୍ତି ମିଳିପାରିବ ନାହିଁ।